ସାଲେପୁର ବ୍ଲକ ମଧ୍ୟକଚ୍ଛ ପଞ୍ଚାୟତ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। 12 ବର୍ଷର ନାବାଳକକୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ପୂର୍ବକଚ୍ଛ ଗାଁର ଜଗନ୍ନାଥ ବେହେରାଙ୍କ ଏକମାତ୍ର ପୁଅ ଜ୍ୟୋତି ପ୍ରକାଶ ବେହେରା। ସେ ଲକ୍ଷ୍ମୀ ନୃସିଂହ ଉପ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସୂଚନା ଅନୁଯାୟୀ 16 ତାରିଖରେ ବାପା ଜଗନ୍ନାଥ ବେହେରା ପୁଅକୁ ପାଠ ପଢ଼ୁନଥିବା ନେଇ ତାଗିଦ କରିଥିଲେ। ଯଦି ଭଲ ପାଠ ନ ପଢ଼ିବୁ ଘରକୁ ପଶିପାରିବୁ ନାହିଁ ବୋଲି କହିଥିଲେ। ବାପାଙ୍କ ଡରରେ ପୁଅ ଘରକୁ ନ ଯାଇ ଗାଁ ହନୁମାନ ମନ୍ଦିରରେ ଖାଇ ଗାଁ ସାରା କାଲି ବୁଲିଥିଲା। କିଛି ଲୋକ କପିଳେଶ୍ୱର ଚନ୍ଦନ ପୋଖରୀ ବନ୍ଧ ନିକଟରେ ନାବାଳକର ମୃତଦେହ ପଡ଼ିଥିବାର ଦେଖିଥିଲେ। ଏହାପରେ ଗାଁ ଲୋକ ପରିବାର ଲୋକଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ। ତେବେ କିଏ ଓ କାହିଁକି ପିଲାଟିକୁ ହତ୍ୟା କଲା ଏବଂ ହତ୍ୟାକାରୀକୁ ଶୀଘ୍ର ଧରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ମୋ ନାଁ ଜଗନ୍ନାଥ ବେହେରା, ମୋ ପୁଅର ବାପ। ମୋ ପୁଅ ନାଁ ଜ୍ୟୋତି ପ୍ରକାଶ ବେହେରା। ସେ ତାକୁ 12 ବର୍ଷ, ସେ ସପ୍ତମ କ୍ଲାସରେ ପାଠ ପଢ଼ୁଥିଲା। କାଲି ସକାଳେ ସେ ସ୍କୁଲ ବାହାରିଲା ବେଳକୁ ମୋ ପୁଅ ଭଲ ରେଜଲ୍ଟ ରଖୁନି ବୋଲି ମୁଁ ବିଗିଡ଼ିଥିଲି। ମୁଁ କହିଲି ପୁଅ, ସେ ଆମର ଜଣେ ଖୁଡ଼ି ଥିଲେ, ତାଙ୍କ ଆଗରେ ମୁଁ କହିଲି, ସେ ବ୍ରାହ୍ମଣ ଘର ଖୁଡ଼ି, ମୁଁ କହିଲି ପୁଅକୁ ଆଉ କେଉଁଠି ଚାକିରି ରଖିଦେବି, ଆଉ ସେ ଭଲ ପାଠ ପଢ଼ୁନି, ଦୋକାନରେ ତାକୁ ରଖିଦେବି, ସେ ସେଇଠି ହିସାବ ଶିଖିଯିବ, ଆଉ ଖାଲି ସ୍କୁଲକୁ ଯାଉଛି ଖାଇବା ଲାଗି, ଆଉ ପାଠ ପଢ଼ୁନି, ଏମିତି କହିଲି। ମୁଁ ଘରୁ ପଳେଇଲା ପରେ ତା ମାଆ କହିଲା ତୁ କଥା ମାନୁନୁ, ଆଉ ତୁ ଆମେ ତତେ ଘରୁ ବାହାର କରିଦେବୁ। ଏତିକି କଥା ଭିତରେ ସେ କାଲି ସ୍କୁଲକୁ ନ ଯାଇ ଦିନ ଯାକ ବୁଲୁଥିଲା। ତାପରେ ଆମେ ଯେତିକି ତଥ୍ୟ ନେଲୁ ସେ ହନୁମାନ ମନ୍ଦିରକୁ ଯାଇଛି ଖାଇବା ଲାଗି। ତାପରେ ସନ୍ଧ୍ୟାବେଳେ ପିଲା କହୁଛନ୍ତି ଏଠି ଦେଖିଛନ୍ତି, ଆମେ କିନ୍ତୁ ଖୋଜିଲୁ ନ ପାଇବାରୁ ମୁଁ ବ୍ୟସ୍ତତା ଭିତରେ କାଲି ଆମେ ନ ଖାଇ ନ ପିଇ ରାତିରେ ରହିଲୁ। ସକାଳୁ ମୁଁ ଉଠିକିନା ବିଲକୁ ଯାଇଥିଲି, ଲୋକ ଆସିବେ ଧାନ କାଟିବା ଲାଗି ଯାଇଥିଲି। ସେଠୁ ମୋତେ ଲୋକ କହିଲେ ଯାଅ ଖୋଜିବୁ। ମୁଁ କହିଲି କାହିଁ, ମୁଁ ତ ତାର ପତା ପାଉନି, ସେ ମୋତେ ଦେଖିଲାଠୁ ବୋଧେ ନୁଚି ଯାଉଛି, ମୁଁ ତାକୁ ଆଉ କେଉଁଠି ଖୋଜିବି କହିକି ମୁଁ ବିଲକୁ ଯାଇଥିଲି। ଯେ ପିଲା ମୋତେ ଫୋନ୍ କଲେ ଆଉ ଯେ ତମ ପୁଅକୁ କିଏ ବାଡ଼େଇଛି। ମୁଁ ସେଠୁ ଆସିଲି। ଆସିଲା ପରେ ପିଲାମାନେ ମୋତେ ଏଠି ବାଟ ଘେରିଲେ, କହିଲେ ତମେ ସେଠିକି ଯାଅନି। ମୁଁ ଦେଖିଲି ଯେତେବେଳେ ପିଲାମାନେ କାନ୍ଦୁଛନ୍ତି କିଛି ବଡ଼ ଧରଣର ଘଟଣା ହେଇଛି। ତାପରେ ଏବେ ଜାଣୁଛି ଯେ ପିଲାକୁ ମର୍ଡର କରିଦେଇଛନ୍ତି। ଯେ ସେ ପିଲାର ଏମିତି ନାହିଁ କୌଣସି ଲୋକ ସହିତ ଶତ୍ରୁତା, କି ମୋର ସେମିତି ବଡ଼ ଶତ୍ରୁତା ନାହିଁ ଯେ ପିଲାକୁ ମୁଁ କିଛି ଭାବୁନି। ମୁଁ ଖାଲି ଆପଣଙ୍କ ମାଧ୍ୟମରେ ଏତିକି କହିବାକୁ ଚାହୁଁଛି, ଯଦି ପ୍ରଶାସନ ଠିକ୍ ଅଛି, ଆଇନ ଶୃଙ୍ଖଳା ଠିକ୍ ଅଛି, ତାହେଲେ ଏ ଦୋଷୀ କିଏ ଜଣାପଡ଼ୁ। ମୁଁ ଚାହୁଁନି ଯେ ଦୋଷୀର କିଛି ବଡ଼ ଧରଣ ଦଣ୍ଡ ଦିଅନ୍ତୁ। ମୁଁ ସେଇଟା ବି କହୁନି, ଆପଣଙ୍କ ମାଧ୍ୟମରେ କହିବା ଦରକାର, ଯଦି ପ୍ରଶାସନ ଆଇନ ଶୃଙ୍ଖଳା ଠିକ୍ ଅଛି, ତାହେଲେ ଦୋଷୀ କିଏ ଜଣା ପଡ଼ିବା ଦରକାର। ମୁଁ ତ କିଛି ଶୁଣିନି। ଅବିକା ମୁଁ ଗାଧୋଇବାକୁ ଯାଉଛି, ଖବର ପହଞ୍ଚିଲା ଯେ ପୁଅ ଏମିତି ଚାଲିଗଲା ବୋଲି। ଆମେ ପଡୁ ଉଠିକିନି ସ୍ତ୍ରୀ ପୁରୁଷ ମୋ ପୁଅ ଆମେ ଦୌଡ଼ା ଦୌଡ଼ିକିନି ଆସିଛୁ। ଏମିତିଆ ନିରୀହ ପିଲାକୁ ଯଦି ଏମିତି କରିବ, ତେବେ ଆଉ କଣ ଆମେ ସେଠି କହିପାରିବୁ? ନାଇଁ, ଏତେ ଭଲ ପିଲା, ଯିଏ ଯାହା କହିବ ମାନିବ। କିଏ ମାରିଛି ବାଦ ବୁଝାରେ କାମ କିଏ କଲା କି କଣ, କିଏ ଆମେ କଣ କହିପାରିବୁ ସେ କଥା? ଲୋକଟାକୁ ଧରିବା ପ୍ରକାର ହଉଛି ଆମର ଏଇଆ ହେଲା କଥା। ତା ବାପାଙ୍କୁ ଯେତେବେଳେ ସକାଳେ ମୁଁ ଫୋନ୍ କଲି, ଏ ପିଲା କାହିଁ ଆସିନି, ନା ସାର୍ ସେ ସକାଳେ ତା ମାଆ କ'ଣ ପାଟିତୁଣ୍ଡ କରିଛି, ସେ କୁଆଡ଼େ ପଳେଇ ଯାଇଛି ଦେଖୁ। ତାପରେ ମୁଁ ଫୋନ୍ ପାଇଲି, ଖବର ପାଇଲି ଯେ ଏ ପ୍ରକାର ଏକ ମର୍ମନ୍ତୁଦ ଘଟଣା ଘଟିଛି। ତାପରେ ମୁଁ ସାଙ୍ଗେ ସାଙ୍ଗେ ଘରୁ ଏଠିକି ଆସିଲି। ଆସି ଦେଖିଲି ଏ ପ୍ରକାର ଘଟଣା ଘଟିଛି। ଅନୁମାନ କରୁଛୁ ଏ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଏଭଳି ଘଟଣା କେବେ ଘଟିନଥିଲା, ପ୍ରଥମ ଘଟଣା। ଦ୍ୱିତୀୟ ଘଟଣା, ଏ ଛୁଆ ହଉ ବା ତାଙ୍କ ପରିବାର ହଉ, ତାଙ୍କର କିଏ କାହିଁ ଶତ୍ରୁ ହବ? ଆମେ ବିସ୍ମୟରେ ପଡ଼ୁଛୁ ଯେ କାହିଁକି ଘଟଣା କିଏ ଘଟେଇଲା। କାରଣ କିଛି ଦିନ ତଳେ ଏ ଅଞ୍ଚଳରେ ଯେଉଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ଲଗାତାର ଭାବରେ, ଆପଣ ଦେଖିବେ ଚୋରି ଡକାୟତିରେ ମର୍ଡର ଏକଦମ ଚାଲିଛି, ପୁଲିସ ପୁରା ହାତ ଫେଙ୍ଗି ବସିଛି। ମୁଁ ଯାହା ସନ୍ଦେହ କରୁଛି, ଏ ପିଲା ଆସିଲା ବେଳେ ଏଇଠି ବହୁତ ଦୁଷ୍କର୍ମ ଲୋକଙ୍କର ଆଳାସ୍ଥଳୀ ଅଛି, ତାଙ୍କର କିଛି ଖରାପ କାମ ସେ ବୋଧେ ଦେଖି ନେଇଛି, ତାକୁ ସେମିତି ସେଇ କାରଣ ବୋଧେ ତାକୁ କିଏ ମାରିଥିବ, ନହେଲେ ତାର ଶତ୍ରୁତା କେହି ନଥିବେ। ଆମେ ସେଇ ଆଶା କରୁଛୁ, କାହାର ଦୁଷ୍କର୍ମକୁ ଏ ପିଲା ଦେଖି ନେଇଛି, କାଳେ ସେ କହିଦେବ, ସେଇ ଭୟରେ କୌଣସି ପେଶାଦାର ଆସାମୀକୁ ହତ୍ୟା କରିଛି। ଏଇଟା ଆମେ ଗୋଟେ ସନ୍ଦେହ କରୁଛୁ। କ'ଣ ହେବ ତଦନ୍ତ ପରେ ଜଣାପଡ଼ିବ। ଶୁଣିଲା ପରେ ଅତି ମର୍ମାହତ ଏ ଅଞ୍ଚଳର ସମସ୍ତ ପରିବାର ଆଜି ପିଲାଟିର ବିୟୋଗରେ ଦୁଃଖିତ। ଆମେ ଜାଣିଲା ପରେ ଆମ ଅଞ୍ଚଳରେ ଗୋଟିଏ ପ୍ରଶ୍ନ ଉଠୁଛି, କେବେ ଏଇ ପ୍ରଭୁଙ୍କ ଅଞ୍ଚଳରେ ଆମର ଏପରି ଘଟଣା ଘଟିନଥିଲା। ଆମ ସମସ୍ତଙ୍କ ମନ ଭିତରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଛି, ତାହା ଜଲ୍ଦି ପ୍ରଭୁଙ୍କ ଦୟାରୁ ସେ ପ୍ରଶ୍ନର ଅବସାନ ଘଟୁ, ଆଉ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ମୋ ତରଫରୁ ଅଞ୍ଚଳବାସୀଙ୍କ ତରଫରୁ ଦାବି। ତେବେ ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପାଇଁ ପୋଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଖୁବ୍ ଶୀଘ୍ର ଘଟଣାର ସତ୍ୟତା ଉନ୍ମୋଚନ ହେବ ବୋଲି
पुलिस पक्षरु कुहाଯାଇଛି। पूर्वगछ गाँव में गोटे 12 वर्षर पिला से आज सका गाँ लोक जो मैंने जाते सेपटे खबर पाइले कि देखिले जे तार बहुत रक्ताक्त अवस्था मरिकी पड़ी। खबर पाई सारापर आम आसलु आम साइंटिफिक टीम गोटे स्क्वाड एटिक आसछन्ती। तदंत बर्तमान गोटे प्राथमिक पर्यायर अच्छी जेहेतु गोटे छोट पिलार नृशंस भाव हत्या कराई जहाँ आम पारिपार्श्विक अवस्था जानीपारछु तेणु ये घटना को आम गुरुत्वर सहित नहीं कि आम टेक्निकल वे आम इन्वेस्टिगेशन करूँ जिते शीघ्र आम सत्यर उन्मोचन करूँ। तो कनेक्टेड हवाटा गोटे बहुत गोटे रिजन्स अच्छी आम सबू आंगल को आम थोरोली वेरीफाई करूँ कौन हो पारे। तेणु आम बर्तमान ए स्टेज रे मुझे एक्जाक्टली किसी कहवाई चाहूनी आम केवल तदंत केमती शीघ्र टी आम अग्रगति केमती क्विकेस्ट टाइम करूँ क्विकेस्ट टाइम केसटा डिटेक्शन करूँ। यही घटना पर स्थानीय अंचल शोकमय हो जाइछि। सालेपुरु महेश्वर बेहेरा रिपोर्ट लोकभाषा।